ଅମ୍ବିକା ଜେନା। କ'ଣ ହେଇଛି? ମୋ ସ୍ୱାମୀ ନା ଆମ ଗାଁରେ ଗୋଟେ ସ୍ତ୍ରୀ ଲୋକ ସିଏ ମଦ ବିକ୍ରି କରୁଛି, ଦେଶୀ ମଦ ବିକ୍ରି କରୁଛି। ସିଏ ଆସିକି ମତେ ବାଡାବାଡି କରିକି ମୋ କାନ ପର୍ଦା ଫଟେଇ ଦେଲା। ମୁଁ ଯାଇକି ଅପରେସନ ହେଲି। ଅପରେସନ କୋଉ ଗାଁ ତମର? ଗିର୍ଧାର ନଗର, ଆଡିଆ ଗିର୍ଧାର ନଗର। ସେ ସ୍ତ୍ରୀ ଲୋକ ନା ଜାଡି, ତା ସ୍ୱାମୀ ନା ନାରଣ, ତା ପୁଅ ନା କୁନି। ସିଏ ମୁଁ ଯାଇ ତାକୁ ଅନୁରୋଧ କଲି, ମୁଁ ମୋ ସ୍ୱାମୀ ତୁ ମଦ ଦେ ନା। ସେ ଘରେ ଯାଇକି ମାଡା ପିଟା ସବୁ କରୁଛି। ସେ ସ୍ତ୍ରୀ ଲୋକ ନାହିଁ କଲା। ପୁଣି କାଲି ମୁଁ ଗଲା ବେଳକୁ ସେ ମଦ ଦଉଛି। ମୁଁ କହିଲା ପରେ ଆମେ ଦି ଜଣ ଧକାଧକି ଲାଗିଲା ପରେ ମୁଁ ଥାନାକୁ ଫୋନ କଲି, 101କୁ ଯାଇଥିଲେ। କାଲି ବନ୍ଦ ଥାନାରେ ଯାଇଥିଲେ। ସେ ସ୍ତ୍ରୀ ଲୋକକୁ କହିଲେ ତୁ ମଦ ବିକ୍ରି କରିବୁନି, ତା ସ୍ୱାମୀ କାହିଁକି ମଦ ଦଉଛୁ, ଦେଇକି ଆସିଲେ। ମୁଁ ଆଉ କ'ଣ କରିବି? ମୁଁ ଏ କଟକର ଅପରେସନ ଯାହା ଆଣୁଛି ମୋ ସ୍ୱାମୀ ସବୁ ନେଇକି ସେ ସ୍ତ୍ରୀ ଲୋକକୁ ଦଉଛି। ବଢିଲା ଝିଅ 16-17 ବର୍ଷର, ତାକୁ ଦୁନିଆ କଦର୍ଯ୍ୟ ଭାଷା କହୁଛି। ମୁଁ ଆଉ କ'ଣ କରିପାରିବି? କୋଉଠି ଯାଇଥିଲ? ମୁଁ ଯାଇଥିଲି ସୁଧାଂଶୁ ସାର୍ଙ୍କ ପାଖକୁ। କ'ଣ କହିଲେ? ସେଇଥିପାଇଁ ଯାଇଥିଲି ଅନୁରୋଧ କରିତେ ସେ ମଦ ସେଠୁ ବିକ୍ରି ବନ୍ଦ କରୁ ସେ ସ୍ତ୍ରୀ ଲୋକକୁ। ତମେ ଏବେ କ'ଣ ଚାହୁଁଛ? ମୁଁ ଚାହୁଁଛି ମତେ ନ୍ୟାୟ ମିଳୁ, ସେଠୁ ସେ ମଦ ବନ୍ଦ ହେଇଯାଉ, ଗାଁ ଭିତରେ ବିକ୍ରି କରିବାଟା ବନ୍ଦ ହେଇଯାଉ। ମୁଁ ଏତିକି ଅନୁରୋଧ କରୁଛି। ଠିକ୍ ଅଛି।